ରାମ ନାରାୟଣ ରାମ। ଆମେ ଯେ ମନ୍ତ୍ର ଜପ କରୁଛୁ ସେ ମନ୍ତ୍ର ଆମର ଜୀବନର ପାଥେୟ। ଏହାର ସହାରା ନେଇ ଆମେ ବିରାଟ ପଥରେ ଆଗକୁ ବଢ଼ିବୁ। ସେ ପଥ ଆମ ପାଇଁ ପୂର୍ଣ୍ଣ ଭାବେ ଅଜ୍ଞାତ ପଥକୁ ଜାଣିବାକୁ ଯେଉଁ ଅତି ଉତ୍କଣ୍ଠା, ଯେଉଁ ଅନୁରୋଧ, ଭିତରର ଇଚ୍ଛା ଆବଶ୍ୟକ, ସେହି ଇଚ୍ଛା ଶକ୍ତି ଦ୍ୱାରା ଆମର ବାହ୍ୟ ଇନ୍ଦ୍ରିୟରେ ଥିବା ଜିନିଷକୁ ଶବ୍ଦ ବ୍ରହ୍ମ ହେବାରେ, ସେ ଶବ୍ଦକୁ ଆଶ୍ରୟ କରି ଆମେ ଅଖଣ୍ଡ ବିଶ୍ୱର ସୃଷ୍ଟିର ଭିତରେ ମିଳିପାରିବୁ। ନାମ ଏବଂ ମନ୍ତ୍ର ସେଇପାଇଁ। ମନ୍ତ୍ର ଗୋଟିଏ ପ୍ରକାର ଭାଷା, ଯାହା ଭାଷାକୁ ଅଙ୍ଗୀକାର କରି ସବୁ ଉପରେ ଅଧିକାର କରାଯାଇପାରିବ। ଆଜି ଯାହା ଭାଷା ସମ୍ପର୍କିତ ବିବାଦ, ତାହାର ଅନ୍ତଃସ୍ୱରରେ ସେ ବିବାଦ ପାଇଁ କୌଣସି ସ୍ଥାନ ନାହିଁ। ମାତ୍ର ଗୋଟିଏ ଭାଷା ଅଛି ଯାହା ମାଧ୍ୟମରେ ନିଜର ଆପଣ ରୂପାନ୍ତରିତ ହୁଏ। ଯେଉଁ ଶବ୍ଦର ସହାରେ, ଯେଉଁ ମନ୍ତ୍ରର ସହାରେ, ଯେଉଁ ହୁଙ୍କାର ଧ୍ୱନିର ସହାରେ ବିଶ୍ୱ ବିରାଟର ସେହି ସ୍ୱରରେ ସୃଷ୍ଟି ଅଛି, ଯାହାରୁ ଅନନ୍ତ ସୃଷ୍ଟି ହୁଏ, ଆମେ ସେ ଶବ୍ଦକୁ, ସେ ମନ୍ତ୍ରକୁ ସେ ସ୍ୱରର ଭିତରୁ ଅନର୍ଥକ ଭାବରେ ବାଜାଇଥାଉ। ଏହି ଶବ୍ଦ ବିଷୟରେ ଆମକୁ ସଚେତନ ରହିବା ଆବଶ୍ୟକ। ଏହି ଶବ୍ଦରେ ଏତେ ତେଜ ଅଛି, ଏତେ ଶକ୍ତି ଅଛି, ଭିତର ସ୍ୱର ସହିତ ମିଶି ବିଶ୍ୱ ବିରାଟର ତେଜସ୍ୱୀ ପଦାର୍ଥ ସହ ମିଶାଇବାକୁ ନେଇଯାଏ, ଯାହାକୁ ପ୍ରକୃତି ପୁରୁଷ ମିଳନ କୁହାଯାଏ। ସେଠାରେ ପ୍ରେମ, ମାୟା, ଆକର୍ଷଣ ରହିଛି।